ओ सुग्रीवमित्रं रघुराजपुत्रं वने चरन्तं शरचापहस्तं सीतापतिस्निग्धजटाकलापं रामं भजेशं तमचिन्त्यरूपं श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम सूत्रिमात्र च परिमितं संसार वारांनिधिं तीर्था गच्छन्ति तुर्जनपि परमां विष्णुपदं शाश्वतं तस्यैव स्थितिकारणं त्रिजगतं रामस्य भक्तप्रिया जोऽयं किं समुद्रमात्रतरणे सक्ता कथं वानरं। श्रीराम जय राम जय जय राम जय रघुनंदन जय घनश्याम। श्रीराम जय राम जय जय राम जय रघुनंदन जय घनश्याम। हरिबोल हरिबोल। श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। आनंद चंद्र भगवान की जय। सच्चिदानंद भगवान की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। मर्यादा पुरुष राम नारायण की जय। लक्ष्मण लाल जी की जय। भरत लाल जी की जय। शत्रुघ्न लाल जी की जय। जनक नंदिनी सीता देवी की जय। संकट मोचन हनुमान जी की जय। जंकटवासिनी माँ शारदा को जय। स्वर्ग मत्स्य पाताल की जय। दशरथी गोपाल को जय। यूट्यूब कर्मकर्ता मान को जय। मोर प्रिय सदाबंधु मान को जय। अग्निदेवता को जय। जल देवता को जय। वसुधा देवता को जय। पवन देवता को जय। सूर्य देवता को जय। चंद्र देवता को जय। श्री अचरण शरण सच्चिदानंद भगवान की जय। मोर प्रिय सदाबंधु आपण मानक नमस्कार करी आरंभ करने को जाऊँ। ये धारावाहिक संपूर्ण रामायण कथा आपण मानक एति अनुरोध आपण मैंने वीडियो टी संपूर्ण देखिए केवे भी दरखंडिया करेंगे ना। आदि भल लगे टे सब्सक्राइब करेंगे आगे लाइक करेंगे ये आपण मान अनुष्ठान पड़ा मु निमित्त मात्र जहा हो आपण मान दयारू मुझे शुणिपारे आपण मैंने आज वज्रदृष्ट राक्षस बध विषय शुणवे केमिति मला। से विषय तो शुणुंट खंडिया अच्छी वज्रदृष्ट वीरवेशर पेंटिंग है प्रशासन करी जो वीर बाजा बाजा युद्ध कला बेले कर राक्षस मान कथबार्ता होती। आज वज्रदृष्टर युद्ध को रागी गमन कर नर बानर को निश्चित मार ये माया विस्तार करवा तो मास्टर या देखा मात्रे युद्धरे डरे कौन कहीं रे सबू पलैबे ये तार मन इच्छा जहाँ करिया कथा कर कौन कहीं पारे ये महावीर जानी समस्ते से कथबार्ता होती। आउ कि अशुणी कहले तुम्हें ठीक कहल जमी तो जदि घर पड़ा को मार आम कौन आम राजा भी समस्ते निश्चिंत रहा ताकू जदि न मारी पार ताहले किछि लाभ हेब ना। आउ किछि राक्षस कहले सखी
ଆଉ ଜଣେ ଅଙ୍ଗଦ ବୋଲି ବାନର ଆସିଥିଲା, ସିଏ ବି ଘରପଡ଼ା ଠାରୁ ଆହୁରି ଅଧିକା। ଆଉ କିଛି ରାକ୍ଷସ କହିଲେ, ତୁମେ ଘରପଡ଼ା କଥା କ'ଣ କହୁଛ, ଆଉ ଅଙ୍ଗଦ କଥା କ'ଣ କହୁଛ? ମୁଁ ଶୁଣିଛି ରାମ ବିଷ୍ଣୁ ଅବତାର। ସେ ରାମ ନିଶ୍ଚୟ ରାବଣକୁ ସବଂଶେ ମାରିବ। ଅସୁରମାନେ ଏଭଳି କଥା ହେଉ ବଜ୍ରଦୃଷ୍ଟ ଯାଇକି ଯୁଦ୍ଧକ୍ଷେତ୍ରରେ ପାଖାପାଖି ହେଇଗଲା। ଦୂରରୁ ଯାଇକି ଦେଖିଲା ହନୁମାନ ଦକ୍ଷିଣ ଦ୍ୱାରରେ ଜଗିଛନ୍ତି। ବଜ୍ରଦୃଷ୍ଟଙ୍କୁ ଦେଖି ବାନର ସେନାମାନେ ସିଂହନାଦ କରି ବୃକ୍ଷ ପର୍ବତ ଧରି ଘୋର ଯୁଦ୍ଧ ଆରମ୍ଭ କରିଦେଲେ। ଅସୁର ସରବୃଷ୍ଟି କରୁଥାଏ, ଗଦାରେ ପିଟୁଥାଏ। ବାନରମାନେ ଅସୁରଙ୍କୁ ଘେରି ଯାଇ ବିଧା, ଖୁନ୍ଦା, ଗୋଇଠା, ଚାପୁଡ଼ା, ନଖ ମାରିବା, ଦନ୍ତ ମାରିବା ସବୁ ପ୍ରୟୋଗ କରୁଥାନ୍ତି। ପରସ୍ପର ଗର୍ଜନ ତର୍ଜନ କରୁଥାନ୍ତି। ଭୟଙ୍କର ଶବ୍ଦ ହେଉଥାଏ। ବଜ୍ରଦୃଷ୍ଟ ଭଲ ବୀର ତ, ତାପରେ ସୈନ୍ୟ ଗୁଡ଼ିଏ ସାଙ୍ଗରେ ଆଣିଛି। ବାନର ସେନାମାନେ ଅସ୍ଥିର ହେଉଥାନ୍ତି। ଅଙ୍ଗଦର ଲକ୍ଷ୍ୟ ପଡ଼ିଗଲା। ଡାକଦେଲା ବାନରମାନେ, ଆଉ ଟିକେ ସମ୍ଭାଳିକି ରୁହ, ଟିକେ ରହିଥାଅ, ମୁଁ ପ୍ରସ୍ତୁତ ହୋଇକି ଯାଉଛି। ଏକଥା କହି ଗୋଟେ ବିରାଟ ଶାଳ ଗଛ ଉପାଡ଼ିକି ପବନ ବେଗରେ ଆସୁଛି ଆଉ ଯାଇକି ରାକ୍ଷସ ସୈନ୍ୟଙ୍କୁ ଲକ୍ଷ୍ୟ କରି ଏମିତି ବାଗରେ ପିଟିଲା ଯେ ଏକାଥରେ 300ରୁ 400 ରାକ୍ଷସ ସୈନ୍ୟ ସିଆଡ଼ମିକି ଜୟ ହେଇଗଲେ। କି ଅପୂର୍ବ କଥା! ଆଉ ଯେତିକି ରାକ୍ଷସ ଥିଲେ ତାଙ୍କୁ ଅଙ୍ଗଦ କ'ଣ କଲା ନା, ତାଙ୍କ ଗୋଡ଼କୁ ଧରିକି ଆକାଶକୁ ଫିଙ୍ଗିଦେବ, ସିଏ ଯେମିତି ଆଉ ଜଣଙ୍କ ଉପରେ ପଡ଼ିବ, ଗୋଟେ ରାକ୍ଷସ ଉପରେ ପଡ଼ିବ। ଯେତେବେଳେ ତଳକୁ ପଡ଼ିବ, ଜଣେ ରାକ୍ଷସ ଉପରେ ଆଉ ଜଣଙ୍କର ରାକ୍ଷସ ପଡ଼ିଲେ 2 ଜଣ ତାଙ୍କର ପ୍ରାଣ ଯାଏ। ଆଉ ପବନରେ ଯେମିତି ଶ୍ରୋତାବନ୍ଧୁ କଦଳୀ ଗଛ ଭାଙ୍ଗିଲା ପରି ବୀର ଅଙ୍ଗଦ ହସ୍ତରେ ଅସୁରମାନେ ପ୍ରାୟ 70-80% ଯମ ନିକେତନକୁ ଯାଇ ସାରିଲେଣି। ଆଉ ମାତ୍ର 4-5 ଜଣ ସୁକୁ ଅବସ୍ଥାରେ ଥାନ୍ତି। ଯିବାକୁ ଇଚ୍ଛା ଥିଲେ ବି ଯାଇପାରୁନଥାନ୍ତି। ଅସୁରମାନଙ୍କ ମୃତ୍ୟୁ ଦେଖି ବଜ୍ରଦୃଷ୍ଟର ମୁଣ୍ଡ ଖରାପ, କ୍ରୋଧରେ ଚର୍ଜିତ ହୋଇ 2 ଚକ୍ଷୁକୁ ଲାଲ ବର୍ଣ୍ଣ କରି ଓଠକୁ କାମୁଡ଼ି ରାଗିଣୀ ଯେମିତି ହୁଅନ୍ତି, ଆଉ ସେମିତି ହୋଇ ସାରଥୀ କହିଲା, ଶୀଘ୍ର ରଥ ଆଗକୁ ନିଅ, ମୋ ଆଗରେ ମୋର ସୈନ୍ୟ ଗୁଡ଼ାକୁ ସାମାନ୍ୟ ବାନରମାନେ ମାରି ପକାଇଲେଣି। ଏଭଳି କହି ଆଖି ବୁଜା ସର ମାରିଲା। କିଛି ବାନର ଯମପୁରକୁ ଗଲେ, ଆଉ କିଛି ବାନର ଯାଇ ଅଙ୍ଗଦ ବୀର ପାଖରେ ଶରଣ ପଶିଲେ। ବାନରମାନଙ୍କ ଶରଣ ପଶିବା ଦେଖି ଅଙ୍ଗଦ ବୀର କ୍ରୋଧ ହୋଇ ବଜ୍ରଦୃଷ୍ଟକୁ ଆସିକି ତା ସହିତ ଯୁଦ୍ଧ କଲା। ମହାସମର ଚାଲିଲା। ବଜ୍ରଦୃଷ୍ଟ ଅଙ୍ଗଦକୁ ଥର ମାରିକି ଖଣ୍ଡିଆ ଖାବରା କରିଦେଲା। ଧାର ଧାର ହୋଇ ଅଙ୍ଗଦ ଶରୀରରୁ ରକ୍ତ ବହିଯାଉଛି। ତଥାପି ସେଇ ଅବସ୍ଥାରେ ଅଙ୍ଗଦ ଗୋଟେ ବଡ଼ ବୃକ୍ଷ ଆଣି ପିଟିବାକୁ ଯାଉଛି। ଅସୁର ଦେହରେ ବାଜିବା ପୂର୍ବରୁ ଅସୁର ସର ମାରିକି ଏଡ଼େ ବଡ଼ ବୃକ୍ଷଟାକୁ ଖଣ୍ଡ ଖଣ୍ଡ କରିଦେଲା। ଆଉ ଏମିତି ସେ ତାର ବୁଦ୍ଧିବଳ ଅଛି। ଅଙ୍ଗଦ ରାଗି ଯାଇ ଗୋଟେ ପର୍ବତ ଉପାଡ଼ିକି ଆଣି ରଥ ଆଉ ବଜ୍ରଦୃଷ୍ଟଙ୍କୁ ଲକ୍ଷ୍ୟ କରି ଏମିତି ଫିଙ୍ଗିଦେଲା ଯେ ତଥାପି ବଜ୍ରଦୃଷ୍ଟ ଏତେ ବୁଦ୍ଧିମାନ, ପର୍ବତ ବାଜିବା ପୂର୍ବରୁ
ରଥ ଛାଡ଼ି ଦେଇକି ଗଦା ଧରିକି ଆସିକି ତଳେ ବଜ୍ରଦସ୍ତ୍ର ସିନା ପଳେଇ ଆସିଲା, ପର୍ବତ ପଡ଼ିଛି, ରଥ ରଥୀ ସାରଥୀ ସମସ୍ତେ ସିଆରାମକି ଜଳେ। ଏସବୁ ଦେଖି ଅସୁର ଗଦା ଧରିକି ଅଙ୍ଗଦକୁ ଗୁଡ଼ଉଥିଲା। ଅଙ୍ଗଦ ପୁଣି ଗୋଟେ ପର୍ବତ ଉପାଡ଼ିକି ବଜ୍ରଦସ୍ତ୍ର ଉପରକୁ ଏମିତି ଫିଙ୍ଗିଲା ଯେ ବଜ୍ରଦସ୍ତ୍ର ରକ୍ତବାନ୍ତି କରି ମୂର୍ଚ୍ଛିତ ହେଇଗଲା। କିଛି ସମୟ ପରେ ପୁଣି ଚେତା ପାଇକି ଅଙ୍ଗଦ ବକ୍ଷରେ ଗଦା ପ୍ରହାର କଲା। ଆଉ ଅଙ୍ଗଦର ଛାତି ତ ବଜ୍ର ଠାରୁ ଆହୁରି କଠିନ। ଅଙ୍ଗଦର ଗଦା ବାଜିକି ତାର କ'ଣ ହବ? ଅଙ୍ଗଦ ଛାତିକି ଦେଖେଇକି ଥାଏ, କେତେ ମାରୁଛୁ ମାରେ। ଗଦା ତ ରାକ୍ଷସର ଭାଙ୍ଗିଗଲା, ପିଟିବ ଆଉ କିପରି? କିଛି ଉପାୟ ନ ପାଇ ଅଙ୍ଗଦ ସହିତ ବାହୁ ଯୁଦ୍ଧ ଆରମ୍ଭ କଲା। ପୁଣି ଗଡ଼ାଗଡ଼ି ହେଲେ ଭୂମିରେ। ଦୁହିଁଙ୍କର ଶରୀର କ୍ଷତ ସୃଷ୍ଟି ହେଲା, ଖଣ୍ଡିଆ ଖାବରା ହେଇଗଲେ। ଦୁହିଁଙ୍କର ବିରାଟ ଶରୀର, ଝରଣାରୁ ଯେମିତି ଜଳ ଗଡ଼ିକି ଆସେ, ସେହିପରି ଦୁହିଁଙ୍କର ଶରୀରରୁ ରକ୍ତଧାର ବହୁଥାଏ। ଯେଉଁ ଜାଗାରେ ଗଡ଼ାଗଡ଼ି ହେଉଥାନ୍ତି ସେଇ ଭୂମି କିଛି ବି ଦବିଗଲାଣି, କାହିଁକିନା ଇଏ ବିରାଟ ଓଜନିଆ ପର୍ବତ ପଡ଼ି ଶରୀର ମାଟି ଦବି ଯାଉଥାଏ, ହଳ ହେଲା ଭଳି ଦେଖାଯାଉଥାଏ। ତଥାପି ଦୁହିଁଙ୍କର ସମର ଚାଲିଥାଏ, ଭୀଷଣ ସମର। କୌଣସି ପ୍ରକାର ଅଙ୍ଗଦ ଖସି ଯାଇ ପୁଣି ଆଉ ଗୋଟେ ବଡ଼ ଶାଳ ଗଛ ଉପାଡ଼ିକି ଆଣି ପିଟିବାକୁ ଯାଉଛି। ଏତେ ଚାଲାକ ବଜ୍ରଦସ୍ତ୍ର ଖଣ୍ଡା ଧରିକି ବୃକ୍ଷକୁ ଖଣ୍ଡ ଖଣ୍ଡ କରିଦେଲା। ଆଉ ତାପରେ ଅସୁର ଅଙ୍ଗଦକୁ ହାଣିବାକୁ ଯାଉଥିଲା। ଅଙ୍ଗଦ ବଜ୍ରଦସ୍ତ୍ର ଠାରୁ ଖଡ଼ଗ ଛଡ଼ାଇ ନେଇକି ଯାଇକି ଆକାଶରେ ଚାହୁଁଛି ବଜ୍ରଦସ୍ତ୍ରକୁ। କେତେବେଳେ ଆକାଶରୁ ଅଙ୍ଗଦ ଖସିକି ଖଣ୍ଡାରେ ଗୋଟିଏ ଚୋଟାରେ ହାଣିକି ଗଣ୍ଡି ମୁଣ୍ଡ ଅଲଗା କରିଦେଲା। ଆଉ ଗୋଟିଏ ଚୋଟାରେ ବଜ୍ରଦସ୍ତ୍ର ସିଆରାମକି ଯାଏ ଶେଷ। ବାନର ସୈନ୍ୟମାନଙ୍କର ମନରେ ଅପୁରନ୍ତ ଆନନ୍ଦ। ଅଙ୍ଗଦକୁ ବହୁତ ପ୍ରଶଂସା କରି ଜୟଧ୍ୱନି କଲେ। ତାପରେ ଶ୍ରୋତାବନ୍ଧୁ, ଯେଉଁ ରାକ୍ଷସ ସୈନ୍ୟମାନେ ଖଣ୍ଡିଆ ଖାବରା ହୋଇ ଦୂରରେ ଥାଇ ଯୁଦ୍ଧ ଦେଖୁଥିଲେ, ବଜ୍ରଦସ୍ତ୍ରର ମରଣ ଦେଖି କଷ୍ଟେ ମଷ୍ଟେ ବାନରଙ୍କ ଡରେ ଉଠି ଶୃଗାଳ ଚାଲିଲା ପରି, ଶୃଗାଳ ଯେମିତି ଡରେ ଡରେ ବଙ୍କେଇ ବଙ୍କେଇକି ଚାଲେ, ସେଇଭଳି ଯାଇକି ରାବଣ ଆଗରେ ସବୁ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ କହିଲେ। ଶେଷରେ କହିଲେ, ଅଙ୍ଗଦ ବୀର ହସ୍ତରେ ବଜ୍ରଦସ୍ତ୍ର ଗୋଟିଏ ଚୋଟରେ ଖଡ଼ଗରେ ଅଙ୍ଗଦ ଗୋଟିଏ ଚୋଟ ମାରିଲା, ହରିବଲ ହେଇଗଲା। ଆଉ ଏକଥା ଶୁଣି ରାବଣର ମୁଣ୍ଡ ଖରାପ। 20ଟା ଆଖି ଚକ୍ର ଭଳି ଘୂରେଇକି ପ୍ରହସ୍ତ ମନ୍ତ୍ରୀକୁ କହିଲା, ଦେଖିଲ ତ ବାନରଙ୍କ ପରାକ୍ରମ, କେତେ ବଡ଼ ବୀରକୁ ଯମନିକେତନକୁ ପଠାଇଦେଲା। ତାପରେ ରାଜା ଆଉ ମନ୍ତ୍ରୀ କଥା ଆଉ ସ୍ଥିର କଲେ, ଆମେ ଅକମ୍ପନ ବୀରକୁ ଯୁଦ୍ଧକୁ ପଠାଇବା, ନହେଲେ ଆଉ କେହି ଆଉ ଅଦ୍ଭୁତ ନରବାନରଙ୍କୁ ମାରିପାରିବେ ନାହିଁ। ଯିଏ ମରିକି ବଞ୍ଚି ଯାଉଛନ୍ତି ସେମାନେ ଅଦ୍ଭୁତ ନରବାନର, ତାଙ୍କୁ ଆଉ କେହି ପାରିବେନି। ପ୍ରହସ୍ତ ମନ୍ତ୍ରୀ ଯାଇ ଅକମ୍ପନକୁ କହିଲା, ରାଜାଙ୍କର ଆଦେଶ, ତୁମେ ଯାଇ ନରବାନରକୁ ମାରି ରାଜାଙ୍କୁ ବିପଦ ସାଗରରୁ ପାରି କର। ତାପରେ ଅକମ୍ପନ ରାଜାଙ୍କ ଆଦେଶ ପାଇ ଅତି ଆନନ୍ଦିତ ହୋଇକି ଭାବିଲା, ଯେତେ ବୀର ଗଲେ କେହି ଆଉ ଫେରିଲେ ନାହିଁ, ସମସ୍ତେ ହାରିଲେ, ମୁଁ ଗଲେ ଜିତିବି, ପ୍ରଶଂସା ପାଇବି। ଏଭଳି ମନରେ ଭାବି ବୀରବେଶ ହୋଇ ଭଲ ଯୋଦ୍ଧା ମାନଙ୍କୁ ସାଙ୍ଗରେ ଧରି ଦିବ୍ୟ ରଥ ସଜ କରି ବୀରବାଦ୍ୟ ବାଜୁଛି, ସମସ୍ତେ
ରଥରେ ପଚିଲେ। ନା ତାର ଅକମ୍ପନ, ଦେଖିବାକୁ ବି ଅକମ୍ପନ ଭଳି, କଳା ପାହାଡ଼ ପରି, ବିରାଟ ଶରୀର, ପର୍ବତ ଭଳି ତା ଶରୀରଟା, ଆଉ ରଙ୍ଗ ତାର ହାଣ୍ଡି କଳା ଠାରୁ ଆହୁରି କଳା। ଗର୍ଜନ ତର୍ଜନ କରି ଯାଉଛନ୍ତି। ପ୍ରଥମେ ରଥରୁ ଧ୍ୱଜା ଛିଡ଼ିଗଲା। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଦେଖନ୍ତୁ କେତେ ଅସଭ୍ୟ ସଂକେତ। ରଥରେ କେଉଁଠି ଗୋଟେ ପେଚା ଥିଲା, କୁନ୍ଥେଇବାକୁ ଲାଗିଲା। ଘୋଡ଼ାଙ୍କର ନୟନରୁ ଧାର ଧାର ରକ୍ତ ବହିଲା। ଅକମ୍ପନର ବାମ ଚକ୍ଷୁ ସ୍ଫୁରିଲା। ଯେମିତି ଆମେ କୁହନ୍ତି ଆଖି ଫରୁକୁଛି, ସେମିତି ହେଲା। ବାମ ହସ୍ତ କରେଣ୍ଟ ମାରିଲା ଭଳି ଲାଗିଲା। ହାତଟା ଭଲ କାମ କଲାନି। ମୁଖ ତାର ବିପନ୍ନ ଦେଖାଗଲା। ଏଇଭଳି ବିଭିନ୍ନ ପ୍ରକାର ଅଶୁଭ ସଂକେତ ଦେଖାଗଲା। ଏସବୁ ଜାଣି ଅକମ୍ପନ କିଛି ଉପାୟ ଆଉ ପାଇଲାନି। ଉପାୟ ଶୂନ୍ୟ ହେଇଗଲା। ଏଇଭଳି ଚିନ୍ତା କରିକି ଯାଇକି ଯୁଦ୍ଧଭୂମିରେ ପ୍ରବେଶ ହେଲା। ବାନରମାନେ ଦେଖି ସିଂହନାଦ କଲେ। ଅକମ୍ପନର ବୀରବାଦ୍ୟ ଅତି ଉଚ୍ଚ ସ୍ୱରରେ ବାଜୁଛି। ତାପରେ ଦୁଇ ଦଳଙ୍କ ମଧ୍ୟରେ ଯୁଦ୍ଧ ଚାଲିଲା। କେହି କାହାକୁ କ'ଣ କମ୍ ନୁହନ୍ତି। ସିଏ ବି ମହାବୀରକୁ, ଏମାନଙ୍କ ବାନର ସେନାମାନେ ବି କମ୍ ନୁହନ୍ତି। ଘୋର ଯୁଦ୍ଧ ଚାଲିଲା। କିଛି ବାନର ମଲେ ତ କିଛି ରାକ୍ଷସ ଜମଭୁବନକୁ ଗଲେ। ଭୀଷଣ ଯୁଦ୍ଧ ଚାଲିଛି। ଖାଲି ମାର ମାର ଧର ଧର ଶବ୍ଦ ଶୁଭୁଛି। ଆଖି ବୁଜା ସର ରାକ୍ଷସମାନେ ମାରୁଥାନ୍ତି। ବାନରମାନେ ବି ଶାଳ ଗଛରେ ପିଟି ଅସୁର ମାରୁଥାନ୍ତି। ପର୍ବତ ପକେଇକି ବି କିଛି ବାନରମାନେ ମାରୁଥାନ୍ତି। ଏତେ ରାକ୍ଷସ ମରୁଥାନ୍ତି ଯେ ବସୁମତୀ ମନ୍ଦାର ପୁଷ୍ପ ଭଳି ଦେଖାଯାଉଥାଏ, ଲାଲ ବର୍ଣ୍ଣ। ମୁଖ୍ୟ ବାନର ସେନାମାନେ ଯୁଦ୍ଧକ୍ଷେତ୍ରରେ ଅଛନ୍ତି। କୁମୁଦ, ମଇନ୍ଦ, ନଳ, ନୀଳ, ହନୁମାନ ଟିକେ ଦୂରରେ ଥାନ୍ତି। ଏଇ 4 ଜଣ ବୃକ୍ଷ ଆଉ ପର୍ବତ ପକାଇ କେତେ ରାକ୍ଷସଙ୍କୁ ମାରି ସାରିଲେଣି। ରାକ୍ଷସମାନେ ଡରିଗଲେଣି। ଭାବୁଛନ୍ତି ଇଏ କି ଅସମ୍ଭବ ଯୁଦ୍ଧ। ଆମ ଜୀବନରେ ତ ଯେତେ ଯୁଦ୍ଧ କରିଛୁ, ଶାଳ ଗଛରେ କେଉଁଠି ଯୁଦ୍ଧ ହୁଏ, ପର୍ବତ ପକେଇକି କେଉଁଠି ଯୁଦ୍ଧ ହୁଏ, କେଉଁଠି ଆମେ ଏପର୍ଯ୍ୟନ୍ତ ଦେଖିନଥିଲୁ। ଧନୁର କି ଖଣ୍ଡାରେ କି ଗଦାରେ ଯୁଦ୍ଧ ହେଲେ ଖଣ୍ଡିଆ ଖାବରା ହୋଇକି ହେଇଗଲା ପରେ ନହେଲେ ହସ୍ପିଟାଲରେ ଯାଇକି ଭଲ ହୁଅନ୍ତେ। ଏମାନେ ତ ପର୍ବତ ପକେଇକି ଧୂଳି କରିଦେଉଛନ୍ତି ରାକ୍ଷସମାନଙ୍କୁ। ଆଉ ଦେହ ଅଛି ନା, ରୋଗ ହେବ ନା, କ'ଣ ଆଉ ହେଇପାରିବ ନା, ଡାକ୍ତରଖାନା ଯାଇ ହେବ, ସବୁ ତ ଧୂଳି। ଏମାନେ ଏମିତି ଯୁଦ୍ଧ କରୁଛନ୍ତି। ଆଉ ଏଇଭଳିଆ ଭାବୁଥାନ୍ତି। ଯାଉଥିଲେ। ଅକମ୍ପନ ଡାକିଲା। ତା ସୈନ୍ୟଗୁଡ଼ା ପଳାଉଛନ୍ତି, ଦୁର୍ବଳ ହେଇଯିବ। ତାଙ୍କୁ ଡାକ ମାରିଲା, ଆରେ ପଳାଉଛ କାହିଁକି, ଇଆଡ଼େ ଆସ। କ'ଣ କରିବେ? ଇଚ୍ଛା ନଥିଲେ ବି ପୁଣି ବାଧ୍ୟରେ ଆସିଲେ। କାହିଁକିନା ଫେରେ ମୂର୍ଖ ରାବଣକୁ ଦଣ୍ଡ ଦେବ, ଏଇ ଭୟରେ ଆସିଲେ। ତାପରେ ଅକମ୍ପନ ବାନରମାନଙ୍କୁ ସ୍ୱର ମାରୁଥାଏ। ସାରଥୀ କହିଲା, ମୋ ରଥ ଟିକେ ବାନରଙ୍କ ପାଖକୁ ନେଇକି ରଖ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ଆପଣମାନଙ୍କର ହୃଦୟ ମୋ ଉପରେ ଥିଲେ ଆଗାମୀ ଅଧ୍ୟାୟରେ ଶୁଣିବେ। ଯଦି କିଛି ଭୁଲ ହେଉଥିବ ତାହେଲେ କ୍ଷମା ଦେଉଥିବେ। ଆଉ ଯଦି କିଛି ସନ୍ଦେହ ରହିଯାଉଥିବ, କେଉଁଟା ବୁଝି ନ ହେଉଥିବ, ଦୟାକରି କମେଣ୍ଟ ବକ୍ସରେ ଲେଖିବେ। ଆମେ ଉତ୍ତର ଦେବାକୁ ଚେଷ୍ଟା କରିବୁ। ଆଉ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିବେ। ନହେଲେ ସମୟ ନଥିଲେ ବି ସମ୍ପୂର୍ଣ୍ଣ ଶୁଣିବେ। ଆଉ ଯଦି ଆପଣମାନଙ୍କୁ ଭଲ ଲାଗେ ଟିକେ ସବସ୍କ୍ରାଇବ୍ କରିଥିବେ।
ଆଉ ଲାଇକ୍ଟେ କରିଥିବା ଆପଣମାନଙ୍କ ଅନୁଷ୍ଠାନ ଏ ମର୍ଯ୍ୟାଦା ପୁରୁଷ ରାମନାରାୟଣ ଆପଣଙ୍କୁ ଆପଣମାନଙ୍କ ପରିବାରକୁ ପିଲାମାନଙ୍କୁ ଗୁରୁଜନମାନଙ୍କୁ ସଦା ସର୍ବଦା ଭଲ ରଖନ୍ତୁ। ଆପଣମାନଙ୍କ ସହିତ ଏ ପୃଥିବୀରେ ଯେତେ ନର ନାରୀ ପିଲା ବାଳକ ଗୁରୁଜନ ମୋର ଅଛନ୍ତି ସମସ୍ତଙ୍କୁ ଏ ରାମନାରାୟଣ ଭଲ ରଖନ୍ତୁ। ମନୁଷ୍ୟ ଠାରୁ ପଶୁପକ୍ଷୀ କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ରାମନାରାୟଣ ଅତି ଭଲ ରଖନ୍ତୁ। ଏତିକି କାମନା କରି ସେଇ ବତ୍ସଳ ଭଗବାନଙ୍କୁ ନମସ୍କାର କରି ଆନନ୍ଦଚନ୍ଦ୍ର ଭଗବାନଙ୍କୁ ନମସ୍କାର କରି ସଚ୍ଚିଦାନନ୍ଦ ଭଗବାନଙ୍କୁ ନମସ୍କାର କରି ଶଙ୍କର ଭଗବାନଙ୍କୁ ନମସ୍କାର କରି କୃଷ୍ଣ ଭଗବାନଙ୍କୁ ନମସ୍କାର କରି ଜଗନ୍ନାଥ ମହାପ୍ରଭୁଙ୍କୁ ନମସ୍କାର କରି ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି ସ୍ୱର୍ଗମର୍ତ୍ତ୍ୟ ପାତାଳକୁ ନମସ୍କାର କରି ଦଶଦିଗପାଳଙ୍କୁ ନମସ୍କାର କରି ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର କରି ଅଗ୍ନି ଜଳ ଦେବତାଙ୍କୁ ନମସ୍କାର କରି ବର୍ଷା ଦେବତାଙ୍କୁ ନମସ୍କାର କରି ପବନ ଦେବତାଙ୍କୁ ନମସ୍କାର କରି ସୂର୍ଯ୍ୟଚନ୍ଦ୍ର ଦେବତାଙ୍କୁ ନମସ୍କାର କରି ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶେଷରେ ମଥାଲତା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ।